ମୋ ପାଇଁ କୋଲ୍ଡ କଫି ମୋ ଝିଅ ଆଜି ବନେଇଲା ତା ନିଜ ହାତରେ। ଆଉ କେମିତି ହେଇଛି ମୋତେ କମେଣ୍ଟସ୍ କରି ନିଶ୍ଚିନ୍ତ କୁହନ୍ତୁ। ସିଏ ଛୋଟ ପିଲାଟା ତା ହିସାବରେ ବହୁତ ହି ବଢ଼ିଆ ବନେଇଛି ଆଉ ବହୁତ ହି ସୁନ୍ଦର ଦେଖାହେଇଛି। ମୁଁ ଟିକେ ସାହାଯ୍ୟ ଅବଶ୍ୟ କରିଛି କିନ୍ତୁ ବହୁତ ହି ଭଲ ଥିଲା। ତ କେମିତି ହେଇଛି ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲ ଷ୍ଟାର୍ଟ କରିଦେବା ଆଜିର ଏଇ କୋଲ୍ଡ କଫି। ପ୍ରଥମେ କ'ଣ କରିଛି ନା କଫି 2 ଚାମଚ ନେଇଯାଇଛି ଆଉ ଚିନି 2 ଚାମଚ ନେଇଯାଇଛି। ଗୋଟେ ଆଇସ୍ କ୍ୟୁବ୍ ପକେଇକି ତାକୁ ଭଲସେ ଗୋଳେଇବା ଏମିତି ଇଏ ସାହାଯ୍ୟରେ ଭଲସେ ଗୋଳେଇବା। ଆଉ ଏଇଟା ଯଦି ଗୋଳିବା ପାଇଁ ଏଇଟା ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ମୁଁ ଟ୍ୟାଗ୍ କରିଦେବି, ଆପଣମାନେ ସେଇଠି ଯାଇକି କିଣିପାରିବେ। କଫି ଆଉ ଚିନିକୁ ଏମିତି ଗୋଳଉଥିବେ ଯେପର୍ଯ୍ୟନ୍ତ ସିଏ ପୁରା କ୍ରିମି ଆଉ ଫ୍ଲପି ଲେଖା ନ ହେଇଛି। ଟିକେ ଟାଇମ୍ ତ ନିଶ୍ଚିନ୍ତ ଲାଗିବ ଆଉ ନିଶ୍ଚିନ୍ତ ଇଏ ହେଇଯିବ। ଦେଖନ୍ତୁ କେତେ ବଢ଼ିଆ ସେ ହେଇଯାଇଛି ପୁରା ଫ୍ଲପି। ଯେମିତି କ୍ରିମ୍ଟା କଂସାଟା ଏମିତି ତଳକୁ ଅଣେଇଦେବେ ଦେଖିବେ ଜମା ବି ଖସିବନି, ସେ ସେମିତି ପୁରା ହେଇଛି ଆଉ କେତେ ସୁନ୍ଦର ଭାବରେ ଫ୍ଲପି ହେଇଯାଇଛି। ତ ଏବେ ଚାଲନ୍ତୁ ଗୋଟେ ଗ୍ଲାସ୍ରେ ପୁରା ଡେକୋରେଟ୍ କରିକି ତାକୁ ସର୍ଭ କରିବା। ପ୍ରଥମେ ଗୋଟେ କାଚ ଗ୍ଲାସ୍ ନେଇଯିବା, ତାପରେ ଏଇ ଚକୋଲେଟ୍ ସିରପ୍ ଅଛି ତାକୁ ପୁରା ସାଇଡ଼୍ରେ ପୁରା ବଢ଼ିଆସରେ ଭିତରେ ଲଗେଇଦେବା ପୁରା ଡେକୋରେଟ୍ ହେବା ପାଇଁ। ଆଉ ଯେତେବେଳେ ତାକୁ ସର୍ଭ କରିବେ ସେ ପୁରା ବାହାରକୁ ଦେଖାଯିବ ବହୁତ ସୁନ୍ଦର ଭାବରେ। ଏବେ ତ କାଚ ଗ୍ଲାସ୍ରେ କରିଦେଲେଣି ଆଉ ଆକୁ ବି ଆପଣମାନେ ନେବାକୁ ଚାହୁଁଛନ୍ତି ତାହେଲେ ମୁଁ ଟ୍ୟାଗ୍ କରିଦେବି, ଆପଣମାନେ ଯାଇ କିଣିପାରିବେ। ଏ ଚାମଚରୁ ବି ଏଇଟା ଏତେ ଫ୍ଲପି ହେଇଛି ସିଏ ଖସୁନି। ପ୍ରଥମେ ଗୋଟେ ଚାମଚ ଲେଖା କଫି ଦେଇଦେବା, ତାପରେ କ୍ଷୀର ଢାଳିକି କ'ଣ କରିବା ନା ପୁଣି ଗୋଟେ ଚାମଚ ଲେଖା କଫି ଦେଇକି ତାପରେ ଡେକୋରେଟ୍ କରିବା ପାଇଁ ମୁଁ କିଛି ଚକୋଲେଟ୍ ନେଇଯାଇଛି। ଆପଣମାନେ କିଛି ବି ସ୍ପ୍ରିଙ୍କଲ୍ ବଗେରା ସବୁ ନେଇପାରିବେ। ମୁଁ କିଛି ପକ୍ ଚକୋଲେଟ୍ ନେଇଯାଇଛି, ତାକୁ ଆ ଦେହରେ ଦେଇଦେବି। ଆଉ ହଁ, ନ୍ୟୁଟ୍ରେଲା ଆ ଦେହରେ ପକେଇକି ତାକୁ କ'ଣ କରିବା ନା ମୁଁ ଏମିତି ଉପରେ ନ୍ୟୁଟ୍ରେଲା ପକେଇଥାନ୍ତି, ସେ ସିଧା କ'ଣ କଲା ନା ପକେଇକି ତାକୁ ସିଧା ଗୋଳେଇ ଦେଲା। ତ ଗ୍ଲାସ୍ରେ ଆମେ ଯେଉଁ ଡେକୋରେଟ୍ କରିଥିଲୁ ସେଇଟା ପୁରା ଗଲା। ତ ଯାହା ହଉ ପଛେ ସେ ତା ହିସାବରେ ତା'ର କରିଛି। ମୁଁ ବି ବହୁତ ଖୁସି, ସେ ବଢ଼ିଆସରେ କରିଥିଲା। ମୁଁ ତାକୁ କହିଲି ମୋତେ ଦେ, ମୁଁ କରୁଛି, ସେ ଜମା ବି ମୋତେ ଦେଲାନି, ସେ ନିଜେ ହିଁ ତା'ର କଲା ଆଉ ବହୁତ ହି ଭଲ ଥିଲା। ତାପରେ କ'ଣ କରିଛି ନା ଗୋଟେ ଚାମଚ ପୁଣି କଫି ତା ଉପରେ ପକେଇକି ପୁଣି କ'ଣ କରିଛି ନା ସେ ଚକୋଲେଟ୍ ଯେଉଁ ରଖିଛି ତା ଦେହରେ ଲଗେଇ ଦେଇଛି ଆଉ ସେ ଚକୋଲେଟ୍ ସିରପ୍ ରଖିଛି ତା ଉପରେ ଡେକୋରେଟ୍ ପାଇଁ ପୁରା ବଢ଼ିଆସରେ ପକେଇ ଦେଇଛି ଆଉ ବହୁତ ହି ଟେଷ୍ଟି ଥିଲା। ଆପଣମାନେ ନିଶ୍ଚିନ୍ତ କରିକି ପିଅନ୍ତୁ। ଆପଣମାନେ ଚାହିଁବେ ଯଦି ଏଥିରେ ଆଇସ୍ ପକାଇ ପାରିବେ। ମୁଁ ନର୍ମାଲି ଏମିତି କରିଛି, ଆଇସ୍ ପକାଇନି। ତ କ୍ଷୀର ଯେହେତୁ ଥଣ୍ଡା ଥିଲା ମୋତେ ଆଇସ୍ ପକାଇବାର ଆବଶ୍ୟକ ନଥିଲା। ତ ବହୁତ ହି ଟେଷ୍ଟ ଥିଲା। ଆଉ କେମିତି ହେଇଛି ମୋତେ ନିଶ୍ଚିନ୍ତ ଭାବେ କମେଣ୍ଟସ୍ କରି କୁହନ୍ତୁ। ଆଉ ମୋ ଝିଅ ପ୍ରଥମ ଥର ପାଇଁ ଏଇଟା ବନେଇଛି, ତା ବହୁତ ଦିନର ଡିମାଣ୍ଡ ଥିଲା ଯେ ମୁଁ ନିଜେ କଫି ବନେଇବି। ମୁଁ କହିଲି ହଉ ଠିକ୍ ଅଛି ଆଜି ବନେଇଦେ। ତ ନିଜେ ହାତରେ ବନେଇଛି ଆଉ ବହୁତ ହି ତା ଛୋଟ ଛୁଆ ହାତରେ ସେ ବହୁତ ହି ବଢ଼ିଆ ବନେଇଛି ମୋ ହିସାବରେ। ଆପଣମାନେ ବି ଏଇ କୋଲ୍ଡ କଫି ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ ଆଉ ଭଲ ଲାଗିଲେ ମୋତେ କମେଣ୍ଟସ୍ କରିକି ଏଇଠିକି ଆସିକି କହିବେ। ଆଉ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗୁଛି ମୋତେ ନିଶ୍ଚିତ ଭାବରେ କୁହନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ତାପରେ ପୁରା ଚକୋଲେଟ୍ ସିରପ୍ ପୁରା ସର୍ଭ କରିଦେଲି, କେତେ ସୁନ୍ଦର ଆଉ ମାନେ ୟୁନିକ୍ ଦେଖାହେଉଛି, ବହୁତ ହି ବଢ଼ିଆ ଦେଖାହେଉଛି। ଚାଲ ଆକୁ ପିଇକି ପୁରା ମସ୍ତ ଏନ୍ଜୟ କରିବା। ଆପଣମାନେ ଇଭିନିଂରେ ହେଉ କି ସକାଳ ମର୍ଣ୍ଣିଂରେ ହେଉ ଆକୁ ଏମିତି କରିକି ପିଇପାରିବେ। ଯେତେବେଳେ କୋଲ୍ଡ କଫି ପିଇବାକୁ ଇଚ୍ଛା ହେବ ଆପଣମାନେ ଯେତେବେଳେ ନାହିଁ ସେତେବେଳେ କରିକି ଆରାମସେ ପିଇପାରିବେ। ବହୁତ ହି ସହଜ ରେସିପି ଆଉ ବହୁତ କମ୍ ସମୟରେ ହିଁ ହେଇଯିବ, ଜମା ବି ଟାଇମ୍ ଲାଗିବନି। ଖାଲି ଗୋଟେ ଜିନିଷ ଟାଇମ୍ ଲାଗିବ, ସେ ଯେଉଁ ଗୋଳେଇବାଟା। ଆଉ ଗୋଟେ ଜିନିଷ ଅଛି ମେସିନ୍ ଭଳିଆ, ସେଥିରେ ଆଣିକି ଗୋଳେଇ ପାରିବେ। ତ ସେ ମେସିନ୍ଟାକି ମୁଁ ଟ୍ୟାଗ୍ କରିଦେବି, ଆପଣମାନେ ସେଇଟା କିଣିପାରିବେ। ତ ଆଜିର ଭିଡ଼ିଓ କେମିତି ଲାଗିଲା ମୋତେ କମେଣ୍ଟସ୍ କରି କୁହନ୍ତୁ। ଆଜି ପାଇଁ ଏତିକି, ରହୁଛି, ବାଏ।